जी आज श्रीमद् भगवद गीता कार्यक्रम आरंभ करवा प्रेयर करके आसतु प्रेयर करवा। ओं अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः। हे कृष्ण करुणा सिंधु दीनबन्धु जगत्पते गोपीश गोपिका कांत श्री राधा कांत नमोस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ତେବେ ଆଜି ଆମେ ଶ୍ଲୋକ ନମ୍ବର 15 କୁ ଯିବା, କିନ୍ତୁ ଯିବା ପୂର୍ବରୁ ମୁଁ ଯୋଉ କୋଶ୍ଚିନ୍ ଦେଇଥିଲି ମାତାଜୀ ଦି ଜଣ ଯାକ ତ ପରଫେକ୍ଟଲି ଆନ୍ସର କରିଛନ୍ତି। ଟିକେ ଡିସ୍କସନ କରିଦବା ଆମେ। ପ୍ରଥମ ପ୍ରଶ୍ନ ମୋର ଥିଲା ଯେ 13 ନମ୍ବର ଶ୍ଲୋକରେ ଯଦି କୃଷ୍ଣ କହୁଛନ୍ତି ଯେ ଆମର ଶରୀର ସବୁବେଳେ ପରିବର୍ତ୍ତନ ହଉଛି, ଯେମିତି ଶିଶୁରୁ କୁମାରରୁ ଯୌବନକୁ ଏବଂ ବୃଦ୍ଧକୁ ଯାଉଛି, ତେବେ କାହା ଯୋଗୁଁ ଏ ସମ୍ଭବ ହଉଛି? ଏ ପ୍ରଥମ ପ୍ରଶ୍ନ ମୋର ଥିଲା। ତେବେ ଏଇ ପ୍ରଶ୍ନର ଉତ୍ତରଟି ମାତାଜୀ ଦୁଇ ଜଣ ଯାକ ଗଲତ ଲେଖିଛନ୍ତି। ସେ ତାଙ୍କ ଦୃଷ୍ଟିକୋଣରୁ ଲେଖିଲେ, କିନ୍ତୁ କୃଷ୍ଣ ଏଠି ସେଇ ଜିନିଷଟା ବୁଝିବାର ଥିଲା ଯେ କଣ ନା, ଦେଖନ୍ତୁ, ଯଦି ଆମେ କହିବା ପ୍ରକୃତି ଯୋଗୁଁ ବା ସମୟର ପ୍ରଭାବରେ, ତାହେଲେ ଗୋଟେ ଡେଡ୍ ବଡି ସିଏ କାହିଁକି ହଉନି ପ୍ରକୃତିର ପ୍ରଭାବ ଯୋଗୁଁ ବା ସମୟ ଅନୁସାରେ? ହ୍ୱାଟ ଇଜ ଦ ଡିଫରେନ୍ସ? ଗୋଟେ ଡେଡ୍ ବଡିର କାହିଁକି ସେ ଆଉ ପରିବର୍ତ୍ତନ କିଛି ହଉନି? ଗୋଟେ ଶିଶୁଟେ ତାର ଡେଥ୍ ହେଇଯାଇଛି, ଏକ୍ସପାୟାର ହେଇଯାଇଛି, କିନ୍ତୁ ତାର ଆଉ ହଉନି, ଶିଶୁରୁ ବାଳକ ହେଇପାରୁନି। ତେଣୁ ଏଥିରେ କଣଟା ରହୁଛି? ଏଥିରେ ପ୍ରେଜେନ୍ସ ଅଫ ସୋଲ। କେବଳ ଆତ୍ମା ଯେଉଁ ପର୍ଯ୍ୟନ୍ତ ଅଛି ଶରୀରର ପରିବର୍ତ୍ତନ ହବ। ଦିସ୍ ଇଜ ଦ ଆନ୍ସର। ପ୍ରେଜେନ୍ସ ଅଫ ସୋଲ। ଆତ୍ମା ନାହିଁ ଆଉ ପରିବର୍ତ୍ତନ ହବନି। ଯେତେବେଳେ ଫାଇନାଲ ପରିବର୍ତ୍ତନ ହଉଛି ସେତେବେଳେ ମଧ୍ୟ ଆତ୍ମା ଅଛି ଏବଂ ଆତ୍ମା ଯାଉଛି ଏବଂ ଆଉ ଗୋଟିଏ ଶରୀର ପାଉଛି। ଏବଂ ଇଭେନ୍ ଯେତେବେଳେ ଆମେ କନସିଭ୍ ବି କରୁଛେ, ସେତେବେଳେ ଆମର ଯୋଉ ବିଜ୍ଞାନ ଅନୁସାରେ ଯୋଉ ସିମେନ୍ ଯାଉଛି ସେଥିରେ ସୋଲ ଅଛି, ପ୍ରେଜେଣ୍ଟ ଅଛି। ସେଠି ସୋଲ, ସେ ସୋଲ ପ୍ରେଜେଣ୍ଟ ଥିବା ଫଳରେ ହିଁ ଆମର ଆରମ୍ଭ ହଉଛି। କନସିଭ୍ କଲା ପରେ ସେ ଗ୍ରୋଥ ଆରମ୍ଭ ହଉଛି, ଆସ୍ତେ ଆସ୍ତେ ତାର ବିଭିନ୍ନ ତାର ମ୍ୟାଟେରିଆଲ ଡେଭଲପମେଣ୍ଟ ହଉଛି। ତେଣୁ ମ୍ୟାଟର ଆକୁ କହନ୍ତି। ଏ ଶରୀର ବୁଦ୍ଧି ହଉ ବା ସରି ମନ ହଉ ବା ସୂକ୍ଷ୍ମ ଶରୀର ହଉ ବା ସ୍ଥୂଳ ଶରୀର ହଉ, ଇଏ ହଉଛି ମ୍ୟାଟର। ତେଣୁ ୟାର ଡେଭଲପମେଣ୍ଟ ହଉଛି ବିକଜ ଅଫ ପ୍ରେଜେନ୍ସ ଅଫ ସୋଲ। ତେଣୁ ୟାର ଆନ୍ସର ହେଲା ଯେହେତୁ ଆତ୍ମା ଉପସ୍ଥିତ ଅଛି, ସେଇଥିପାଇଁ ଶରୀରର ପରିବର୍ତ୍ତନ ହଉଛି। ଆତ୍ମା ନାହିଁ ବୋଲେ ଆଉ ପରିବର୍ତ୍ତନ ହବନି। ନେକ୍ସଟ କ୍ୱେଶ୍ଚିନ୍ ଥିଲା, ହ୍ୱାଟ ଇଜ ଦ ଏଣ୍ଟିଟି ହ୍ୱିଚ୍ ଇଜ କନଷ୍ଟାଣ୍ଟ ଥ୍ରୁ ଆଉଟ୍? ମାନେ ଶରୀର ପରିବର୍ତ୍ତନ ହଉଛି, କିନ୍ତୁ ତା ଭିତରେ କେହି ଜଣ ଅଛି ଯିଏ କି କନଷ୍ଟାଣ୍ଟ ଥ୍ରୁ ଆଉଟ୍। ଏ ତ ଭେରି ସିମ୍ପଲ ଥିଲା। ତେଣୁ ଇଏ ହଉଛି ସେଇ ଆତ୍ମା। ଆଚ୍ଛା, ସେକେଣ୍ଡ କ୍ୱେଶ୍ଚିନ୍ ଥିଲା ସେଇଥିରେ, ସେଇ 2 ନମ୍ବରରେ, କେମିତି ଆମେ କନଭିନ୍ସ କରିବା ଜଣକୁ ଯେ ଆତ୍ମା ପରିବର୍ତ୍ତନ ତାର କିଛି ହଉନି, ଖାଲି ଶରୀରର ପରିବର୍ତ୍ତନ ହଉଛି? ଆନ୍ସର ଠିକ ଥିଲା ଆପଣମାନଙ୍କର। ସେ ଆନ୍ସର ହଉଛି ବି ସେୟା ଯେ ଆମର ମନେ ଅଛି ପିଲାଦିନର କଥା, ଆତ୍ମାର ମନେ ଅଛି ପିଲାଦିନର କଥା, ବାଳକ ଅବସ୍ଥାର କଥା, ଏବଂ ଯେତେବେଳେ ବୁଢା ବି ହଉଛେ ମନେ ହଉଛି। ଧୀରେ ଧୀରେ ଯେତେ ଆମେ ବଢୁଛେ ଆମେ ମନେ ରଖିପାରୁଛେ। ତାହେଲେ ମନେ ରଖିପାରୁଛେ ନା ଆମର ପରିବର୍ତ୍ତନ ହେଇନି। ବା ଆମେ ବି କହିପାରିବା ଯେ ଶିଶୁ ଅବସ୍ଥାର କଥା ମୋର ମନେ ଅଛି ଏବଂ ଶିଶୁ ଅବସ୍ଥାରେ ବର୍ତ୍ତମାନ ଶରୀର ମୋର ଶିଶୁ ଅବସ୍ଥାରେ ନାହିଁ, ଶିଶୁ ଅବସ୍ଥାରେ ନଥିଲା।
तामाने कौन मु शरीर ठू अलगा तान मोर परिवर्तन होउनी खाली शरीरर परिवर्तन होउची एभଳି कहिକି ଆମେ बुझेई देई पारिबा तापरे 3 नंबर क्वेश्चन था जे वननेस ऑफ द स्पिरिट आमे जो कहू जे के जण कहंती जे हमर ये पर कोन मुक्ति पर आमे जाई कि एका हेई जिबा परमात्मा के संगे मिसी जिबा एका हेई जिबा काहे से थ्योरीटा करेक्ट नै करेक्ट आंसर आपण मानकर जे आमे होचे इंडिविजुअल सोल आमे होचे सनातन अंश हमर कोठी मिसिबार नाही नंबर 1 नंबर 2 जदि परमात्मा जदि आमे कहूचे जे आमे तांकर संगे मिसी जिबा ता अर्थ परमात्मा परिवर्तनशील ना सेटा भी नुह उपनिषद में सेटा ताकू काटी दिया उपनिषद कहुची जे ओम पूर्णम अधः पूर्णम ईदम पूर्णात पूर्णम उदयचेत माने सेठी से श्लोक कहउचंदी ओम पूर्णम भगवान पूर्ण तांकटू जहा बाहरला सब पूर्ण बोलिकी कहुची एवं पूर्णं पूर्ण पूर्णं पूर्णस्य मादाय माने এই ପୂର୍ଣ୍ଣରୁ ସବୁ ପୂର୍ଣ୍ଣ ବାହାରି ଗଲା ପରେ ମଧ୍ୟ ଯାହା ବାହାରିଲା ସେ ପୂର୍ଣ୍ଣ ଏବଂ ସେ ପୂର୍ଣ୍ଣ ବାହାରି ଗଲା ପରେ ମଧ୍ୟ ପୂର୍ଣ୍ଣଂ ଏବ ଶିଷ୍ୟତେ ଆଉ ଯାହା ରହିଗଲା ସେ ପୂର୍ଣ୍ଣ ତା ମାନେ ଭଗବାନଙ୍କର ପରିବର୍ତ୍ତନ ନାହିଁ ତାଙ୍କଠୁ ସବୁ ବାହାରୁଛି ଷ୍ଟିଲ୍ ସେ ପୁଣି କମ୍ପ୍ଲିଟ ହୋଲ ସବୁ ତାଙ୍କଠୁ ବାହାରିଛି ଆମେ ସବୁ ଆସିଛେ ତାଙ୍କଠୁ ଆର ଅର୍ଥ ନୁହେଁ ଭଗବାନ ଖଣ୍ଡ 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 ବା କୌଣସି ଆତ୍ମାକୁ ଆମେ ଖଣ୍ଡ ଖଣ୍ଡ କରିଦେଇ ପାରିବା ତେଣୁ ଏ ଥିଓରି ଗଲତ ଯୋଉ ୱାନନେସ୍ ଅଫ ये परमात्मा जो स्पिरिट सोल सेटा गलत तापरे द बॉडीली पेन्स एंड प्लेजर्स आर नॉट द पेन्स एंड प्लेजर्स ऑफ द सोल माने हमर जो कष्ट होउची शरीर रे से सोल रे ता संगे कोनोसी संपर्क नाही लेना देना नाही किंतु सोल फील करूची काहे कि फील करूची हमें फील करछे ठीक मिस आइडेंटिफिकेशन आंसर ठीक थिला मिस आइडेंटिफिकेशन हमें निजुको शरीर जेतबेले भाबुचे फीलिंग आसुची तापरे 5 नंबर थिला दुई कहीं आम सुख दुख को टलरेट करवा कृष्ण कहते से कौन कौन वर्ड यूज कर मात्रा स्पर्श इंद्रिय भोग जो होउची एवं तापर कहते ये ग्रीष्म वर्षा भाया आसूची जाऊची एवं टेम्परारी तेणु से आंसर रहीगला कृष्ण अनुसार आगम अपायन अनित्य ये आसूची जाऊची अनित्य माने टेम्परारी से टलरेट कर बोलिकी कृष्ण कहते जो आंसर आपण मान लिखिं से भी करेक्ट आंसर किंतु से 14 रे कही से 15 रे कहबे जाइकी से आंसरटा एटा करेक्ट आंसर जो आंसर देइचंदी जे आमे फाइनली हमर मुक्ति हो जो जिनसटा आपण जो सेंस रे कहिचंदी सेति पय कहउचन टलरेट कर करेक्ट किंतु सेटा 15 रे कहबे सेमती आई कैन नीदर मैक्सिमा सुख को मु बढ़ाई पारिबिनी कि दुख को बढ़ाई पारिबिनी ताले मु ये तो मो कंट्रोल ले नाही ताले ये मत किए कौ जिन गभर्न करुच्ची ये सुख दुख को करेक्ट ये मोर कर्मफल मु जो कर्म करिची से अनुसार मोर फिक्स्ड हो जाइए मु केतिकी सुख पाइबी केतिकी दुख पाइबी ये थला आंसर ओके थैंक यू बर्तमान आमे जीवा 15 नंबर श्लोक को मु बर्तमान ये करुच्ची शेयर कर दूची 15 नंबर श्लोक एभଳି यंगी न व्यथयन्ति एते पुरुषं पुरुषासव समदुःख सुखं धीरं सो अमृतत्वय कल्पते एटी कहउचंदी यंगी न व्यथयन्ति एते पुरुषं पुरुषासव पुरुष सर्व माने जे पुरुष मानक मध्य उत्तम से पुरुष कौन करिवो पुरुषं से पुरुष यंग ही न व्यथयन्ति एते ए सब जिनस रे एते विचलित होएनि को सब जिनस रे जो पूर्व श्लोक रे कहिसंती दुख सुख कथा कहि आसुतले द्वंद्व जिनस गुडाक मान अपमान दुख सुख ए सब जिनस लाभ क्षति द्वंद्व जेते दुनिया रे ता पई एते विचलित हुएनि किए जे पुरुष भितरे उत्तम न होई कि से कौन करे सम दुख सुखम धीरम सह माने से कौन करुची ना से देखुची सम दुख सुखम धीरम से सुख दुख को सम धीरम से समदृष्टि रे देखुची अर्थात समदृष्टि अर्थ कौन ना
ସେ ଅତି ବିହଳ ହେଇଯାଉନି ଯେତେବେଳେ ସୁଖ ଆସୁଛି, କି ଅତି ଭାଙ୍ଗି ପଡୁନି ଯେତେବେଳେ ଦୁଃଖ ଆସୁଛି। ସୁଖ ଦୁଃଖ ଦିଟାକୁ ସମଦୃଷ୍ଟିରେ ଦେଖୁଛି ଏବଂ ଧୀରମ୍ ଧୈର୍ଯ୍ୟ ରଖୁଛି, ଉଭୟଟି ଧୈର୍ଯ୍ୟ ରଖୁଛି। ତାହେଲେ ରଖିଲେ କଣ ହବ? ସାହ ଅମୃତତୟ କଳ୍ପତେ, ସେ ମୁକ୍ତି ପାଇଁ ଯୋଗ୍ୟ। ଏଇଭଳି କୃଷ୍ଣ କହିଲେ। ତାହେଲେ କୃଷ୍ଣ ଏଠି କଣ କହୁଛନ୍ତି? ଯେ ଅର୍ଜୁନ, ତମେ ଟଲରେଟ୍ କର, ସହିଯାଅ। କଣ? ଏଇ ସୁଖ ଦୁଃଖକୁ କେମିତି ସହିବ? ସମଦୃଷ୍ଟିରେ ଦେଖିକି, ଧୈର୍ଯ୍ୟ ରଖିକି। କାହିଁକି ନା ତମେ ସିନା ଭାବୁଛ ଯେ ତମେ ପରିବାରଠୁ ବିଚ୍ଛେଦ ହେଇଯିବ ଯଦି ତାଙ୍କୁ ମାରିଦବ, ଠିକ ଅଛି, ଏ ପରିବାର ବିଚ୍ଛେଦ କଷ୍ଟଦାୟକ, କିନ୍ତୁ ତମ ସାମ୍ନାରେ ଯୋଉମାନେ ଅଛନ୍ତି ସେମାନେ ଅଧର୍ମୀ, ସେମାନେ ଶତ୍ରୁ। ତେଣୁ ଅଧର୍ମର ବିନାଶ, ଧର୍ମର ସ୍ଥାପନା, ଇଏ ହଉଛି କ୍ଷତ୍ରିୟର ଧର୍ମ। ଏବଂ ଏ ଧର୍ମ ବି ତମେ ପାଳନ କରୁଛ ମୋ ନିର୍ଦ୍ଦେଶ ଅନୁସାରେ। ତେଣୁ ତମେ ଧର୍ମ ନୀତି ଅନୁସାରେ ୟାକୁ କରୁଛ। ତେଣୁ ଏଇ ଯୋଉ କଷ୍ଟ ହଉଛି ତମକୁ ମାରିବାରେ ପରିବାର ଲୋକଙ୍କୁ, ୟାକୁ ତମକୁ ସହିବାକୁ ପଡିବ। କାହିଁକି ନା ଏତକ କଲେ ତମକୁ ମୁକ୍ତି ମିଳିବ ଯଦି ସହିଗଲ। ଏଇଭଳି ଅର୍ଜୁନଙ୍କୁ କହୁଛନ୍ତି। ଏବଂ ଏଠାରେ ଆପଣ ଦେଖନ୍ତୁ 14 ନମ୍ବର ଶ୍ଲୋକ ଆଉ 15 ନମ୍ବର ଶ୍ଲୋକ, ତା ଭିତରେ ଦେଖନ୍ତୁ ଡିଫରେନ୍ସ। 14 ନମ୍ବର ଶ୍ଲୋକରେ କେବଳ ସେ ଶୀତ ତାପ କଥା କହିଥିଲେ, ଯୋଉ ଦ୍ୱନ୍ଦ ଜିନିଷ, ଦୈତ୍ୟ ଜିନିଷ, ସେଠି ଏମ୍ଫାସିସ୍ ଦେଇଥିଲେ ଯୋଉ ଶୀତ ତାପ। କିନ୍ତୁ ଏଠି ଦୁଃଖ ସୁଖ, ଏ ଦିଟା ଡିଫରେନ୍ସ ରହିଛି। ଏବଂ ଏ ସୁଖ ଦୁଃଖ ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। କାହିଁକି ନା ଯୋଉ ଶୀତ ତାପ ଜିନିଷ, ସେଇଟା ହଉଛି ବାହ୍ୟ ସ୍ତରରେ, ମାନେ ଆମର ଦୈହିକ ସ୍ତରରେ, ଇନ୍ଦ୍ରିୟ ଭୋଗ, ସେଟା ଦୈହିକ ସ୍ତରରେ। ଫଳରେ ତା ପାଇଁ ଆମେ କିଛି ଅର୍ଗାନାଇଜ୍ଡ ଆରେଞ୍ଜମେଣ୍ଟ କରିପାରୁଛେ ସେଥିରୁ ରକ୍ଷା ପାଇବା ପାଇଁ। ଶୀତ ହଉଛି ସ୍ୱେଟର ପିନ୍ଧିଦବା, ଗରମ ହଉଛି ଏସି ଲଗେଇଦବା, କିଛି ନା କିଛି ଆମେ ଅର୍ଗାନାଇଜ୍ଡ ଆରେଞ୍ଜମେଣ୍ଟ କରିଦଉଛେ। କିନ୍ତୁ ସୁଖ ଦୁଃଖ ଇଏ ବାହ୍ୟ ସ୍ତରରେ ନୁହେଁ, ଇଏ ଆଭ୍ୟନ୍ତର ସ୍ତରରେ, ଅର୍ଥାତ୍ ଇଏ ମାନସିକ ସ୍ତରରେ। ତେଣୁ ଆକୁ ସହିବା ଟିକେ କଷ୍ଟ। ୟା ପାଇଁ କୌଣସି ଅର୍ଗାନାଇଜ୍ଡ ଆରେଞ୍ଜମେଣ୍ଟ ନାହିଁ, ଆମେ କୌଣସି ବନ୍ଦୋବସ୍ତ କରିପାରିବାନି ଏଥିରୁ ଆମେ ରକ୍ଷା ପାଇବା ପାଇଁ। ଏ ଗୋଟିଏ ଉପାୟ ହଉଛି ଟଲରେଟ୍। ଭଗବାନ କହୁଛନ୍ତି ତାକୁ ସହିବାକୁ ପଡିବ। ଇଏ ହେଲା 14-15ର ଡିଫରେନ୍ସ। ତେଣୁ ଯୋଉ ସୁଖ ଦୁଃଖ, ଲାଭ କ୍ଷତି, ମାନ ଅପମାନ, ଏ ଯେତେ ଆମର ଦ୍ୱନ୍ଦ, ୟାର ଯୋଉ ନିର୍ମମ କୁଠାରଘାତ ବା ଭୟଙ୍କର ଆକ୍ରମଣ, ୟାକୁ ଇଏ ସହିବା ବଡ କଷ୍ଟ। ଡେଫିନାଇଟଲି କୃଷ୍ଣ କହୁଛନ୍ତି ଏ ସହିବା ବଡ କଷ୍ଟ। ପର୍ଟିକୁଲାରଲି ବର୍ଣ୍ଣାଶ୍ରମ ଧର୍ମ ଆପଣ ଦେଖନ୍ତୁ। ବର୍ଣ୍ଣାଶ୍ରମ ଧର୍ମରେ ଯୋଉ ଲାଷ୍ଟ ଷ୍ଟେଜ ସନ୍ନ୍ୟାସ, ସେ ସନ୍ନ୍ୟାସ ଷ୍ଟେଜରେ କଣ ହଉଛି ନା ପରିବାରଠୁ ବିଚ୍ଛିନ୍ନ ହେଇକି ଆମକୁ ଯିବାକୁ ପଡୁଛି। ଆଉ ସେ ବିଚ୍ଛେଦଟା ବଡ କଷ୍ଟ। ସ୍ତ୍ରୀକୁ ଛାଡିବାକୁ ପଡୁଛି, ପିଲାମାନଙ୍କର ଯୋଉ ସ୍ନେହ ମମତା, ସେଥିରୁ ଆମକୁ ଦୂରେଇବାକୁ ପଡୁଛି, ଭାରି କଷ୍ଟ। କିନ୍ତୁ ଯଦି ଆମେ ସେ ଜିନିଷ କରିପାରିଲେ, ଆମେ କାହିଁ କରୁଛେ? ଆମର ଆତ୍ମା ଅନୁଭୂତି ପାଇଁ, ଆମର ଆଧ୍ୟାତ୍ମିକ ପ୍ରଗତି ପାଇଁ ଆମକୁ ଏକୁ କରିବାକୁ ହେଇପାରିଥାଏ। ଇଏ ହଉଛି ଆମର ଉଚ୍ଚ ଲକ୍ଷ୍ୟ। ତେଣୁ ଏଇ ସବୁ ଛୋଟ ଜିନିଷ ସେତେବେଳେ ନଜର ଆସିବ ଯେ ଏଇ ଯୋଉ ସୁଖ, ଏଇ ଯୋଉ କଷ୍ଟ ହଉଛି, ଏ କଷ୍ଟଟା, ପରିବାର ବିଚ୍ଛେଦ କଷ୍ଟଟା, ଇଏ ତା ଆଗରେ ଛୋଟ। ମୋର ବଡ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ମତେ ଏଇ ଛୋଟଟାକୁ ଛୋଟ ନଜରରେ ଦେଖିବାକୁ ପଡିବ। ଏ ବୋଲିକି କହୁছে। ଇଭେନ୍ ଆପଣ ଦେଖନ୍ତୁ ଚୈତନ୍ୟ ମହାପ୍ରଭୁ 25 ବର୍ଷ ବୟସରେ ସେ ସନ୍ନ୍ୟାସ ନେଇଥିଲେ। ଯେତେବେଳେ ଘରେ ତାଙ୍କର ବୃଦ୍ଧା ମାତା, ଯୁବତୀ ସ୍ତ୍ରୀ, ଯୋଉ ସମୟରେ ବୃଦ୍ଧା ମାତା ଆଉ ଯୁବତୀ ସ୍ତ୍ରୀଙ୍କର ବହୁତ ଜରୁରତ ଥିଲା, ଆବଶ୍ୟକତା ଥିଲା ଯେ ଚୈତନ୍ୟ ମହାପ୍ରଭୁଙ୍କର ତାଙ୍କ ପାଖରେ ରହିବା, ସେଇ ସମୟରେ ସେ ଛାଡିଲେ। କାହିଁକି ଛାଡିଲେ? କିଛି ମହତ୍ ଉଦ୍ଦେଶ୍ୟ ସାଧନ ପାଇଁ। ସେ ମହତ୍ ଉଦ୍ଦେଶ୍ୟ କଣ ଥିଲା? ଏଇ ଭଗବାନଙ୍କର ନାମ ପ୍ରଚାର ପ୍ରସାର କରିବେ ସାରା ପୃଥିବୀରେ। ତାହେଲେ ଏଇ ଯୋଉ ବଦ୍ଧ ଜୀବ, ଯୋଉମାନଙ୍କର ମାନେ ଆମେ କହୁଛେ ଫଲେନ୍ ସୋଲ, ସେମାନଙ୍କୁ
বা କଣ୍ଡିସନ ସୋ ଆମେ ସେମାନଙ୍କୁ ଉଦ୍ଧାର କରିବା ପାଇଁ, ତାଙ୍କୁ ମୁକ୍ତି ଦେବା ପାଇଁ, ତାଙ୍କର ଅରିଜିନାଲ ସ୍ୱରୂପ ଫେରି ପାଇବା ପାଇଁ ଇଏ ହଉଛି। ତେଣୁ ଆମକୁ ଗୋଟେ ପର୍ଟିକୁଲାର ପଏଣ୍ଟରେ ତାମାନେ ଆମକୁ ଡିସିସନ ନେବାକୁ ପଡିବ ଯେ ଏଇ ଯୋଉ ଦୈହିକ ଭାବନା ଏଥିରୁ ଉଠିବାକୁ ପଡିବ ବୃଦ୍ଧକୁ। ଏ ଦୈହିକ ଭାବନାରେ ଆମକୁ କଣ ହଉଛି ନା କଷ୍ଟ ହଉଛି, ଆମେ କିନ୍ତୁ ମହତ ଉଦ୍ଦେଶ୍ୟ ସାଧନ କରିପାରୁନେ। ତେଣୁ ଏଇ ଦୈହିକ ଭାବନାରୁ ଏବଂ ଏଇ ଯୋଉ ମ୍ୟାଟେରିଆଲ ଆଫେକ୍ସନ ମାନେ ଆମର ଭୌତିକ ସ୍ତରରେ ଆମେ ଯୋଉ ରକ୍ତର ସମ୍ପର୍କ ଅଛି ତାଙ୍କ ସହିତ ଆମର ଯୋଉ ସ୍ନେହ ଶ୍ରଦ୍ଧା ୟାକୁ ତୁଟେଇବାକୁ ପଡୁଛି। ଆମକୁ ଭାବିବାକୁ କଣ ପଡିବ, ମୋର ବାପା, ମୋର ମା, ମୋର ସ୍ତ୍ରୀ, ମୋର ପିଲାମାନେ ଏମାନେ ହଉଛନ୍ତି ଆଧ୍ୟାତ୍ମିକ ସ୍ତରରେ ଭଗବାନଙ୍କର ଅଂଶ, ଅର୍ଥାତ୍ ସେମାନେ ମଧ୍ୟ ଆତ୍ମା, ମୁଁ ବି ମଧ୍ୟ ଆତ୍ମା, ଏବଂ ଆମେ ଉଭୟ ରିଲେଟେଡ ଏଇ ଆଧ୍ୟାତ୍ମିକ ସ୍ତରରେ ଭଗବାନଙ୍କ ସହିତ ଆମର ସମ୍ପର୍କ। ଏଇଭଳି ଆମକୁ ଭାବିବାକୁ ପଡିଥାଏ। ତାହେଲେ କଣ ହବ ନା ଆମେ ଯୋଗ୍ୟତା ହାସଲ କରିବା ମୁକ୍ତି ପାଇଁ। ଇଏ ହଉଛି ଭଗବାନଙ୍କର ମାନେ ଗ୍ରେଟ୍ ମେସେଜ ଫର ଦ ମ୍ୟାନକାଇଣ୍ଡ। ଏଇ ସନ୍ଦେଶ ଭଗବାନ ଦଉଛନ୍ତି। ସେଥିପାଇଁ କହୁଛନ୍ତି ଏଇ ଯୋଉ ଅର୍ଜୁନଙ୍କୁ ଯେ ଏଇ ଯୋଉ କଷ୍ଟ ହଉଛି ତମକୁ ପରିବାର ଲୋକଙ୍କୁ ମାରିଦେବା ପାଇଁ, କିନ୍ତୁ ଏ କଷ୍ଟକୁ ତମକୁ ସହିବାକୁ ପଡିବ। କାହିଁକି ନା ଏ ଆଗମ ଅପାଇନ ଅନିତ୍ୟ, ଇଏ ଆସିବ, ଏ ସୁଖ ଦୁଃଖ ଇଏ ଯିବେ, ଇଏ ଠିକିକି ରହିବେନି, ଏବଂ ଏମାନେ ହଉଛନ୍ତି ଟେମ୍ପୋରାରୀ, କ୍ଷଣସ୍ଥାୟୀ। ଚିତ୍ରକେତୁ ମହାରାଜ ଏମିତି ଭାଗବତରେ ଆମେ ଦେଖିବା, ଚିତ୍ରକେତୁ ମହାରାଜ ବୁଝଉଛନ୍ତି କାହାଙ୍କୁ, ପାର୍ବତୀଙ୍କୁ। ତାଙ୍କର ଯେତେବେଳେ ଭେଟ ହେଇଛି ପାର୍ବତୀ ସାଙ୍ଗରେ କଥାବାର୍ତ୍ତାରେ ସେ କହୁଛନ୍ତି ଯେ ଅନିତ୍ୟ କଣ, କ୍ଷଣସ୍ଥାୟୀ କଣ ଏ ଜୀବନରେ। ସେ କହୁଛନ୍ତି ସ୍ୱର୍ଗ ନର୍କ, ସୁଖ ଦୁଃଖ, ମାନ ଅପମାନ, ଅଭିଶାପ, ଯୋଉ ମାନେ କର୍ସ ଆଣ୍ଡ ତାର ଉଲ୍ଟାଟା କଣ, ସେ ଯାହା ବି ହଉ ଦ୍ୱନ୍ଦ ଦିଟା ହବ। ତେଣୁ ଏ ସବୁ ସେ ବୁଝଉଛନ୍ତି ଯେ ଏଗୁଡାକ ହଉଛି କ୍ଷଣସ୍ଥାୟୀ। ଏମାନେ କଣ, ଏମାନେ ହଉଛନ୍ତି ଯୋଉ ଜଳାଶୟରେ ପାଣି ଫୋଟକା ଭଳି। ଯେତେବେଳେ ଆମେ ମାନେ ସେ ବୁଝଉଛନ୍ତି କେମିତି ନା ଯୋଉ ନଈ ବୋହି ଯାଉଛି, ପାଣି ବୋହି ଯାଉଛି ନଈରେ, ସେ ପାଣିରେ ଯୋଉ ତରଙ୍ଗ ଉଠୁଛି, ଢେଉ ଉଠୁଛି, ସେ ଗୋଟେ ଜାଗାରେ ମେଞ୍ଚା ହେଇକି ରହୁନି, ସେ ଉଠିକି ଯାଉଛି। ସେ ଢେଉ ହେଉଛି ଉପରକୁ ଯାଉଛି, ପୁଣି ତଳକୁ ଆସୁଛି, ପୁଣି ଉପରକୁ ଯାଉଛି, ତଳକୁ ଯାଉଛି, ଏମିତି ଉପର ତଳ ହେଇକି ସେ କଣ୍ଟିନ୍ୟୁଅସ ପାଣି ବୋହି ଚାଲୁଛି। କିନ୍ତୁ ଯେଉଁ ପାଣି ଉପରକୁ ଗଲା ସେ ନାଇଁ ଉପରେ ରହୁନି, ସେ ସେଠୁ ତଳକୁ ଆସୁଛି, ଯିଏ ତଳକୁ ଆସିଲା ପୁଣି ସେ ଉପରକୁ ଉଠୁଛି। ଏଇଭଳି ହେଇକି ପାଣି ବୋହି ଚାଲୁଛି। ଆମ ଜୀବନଟା ଏ ଭୌତିକ ସାଗରରେ ବା ଭୌତିକ ଭବସାଗର ଆମେ ଯାହା କହୁଛେ, ସେଥିରେ ସେଇଭଳି ଉପର ତଳ ହେଇକି ସୁଖ ଦୁଃଖ ହେଇକି ଚାଲିଛି। ଚିତ୍ରକେତୁ ମହାରାଜ ବୁଝଉଛନ୍ତି କାହାକୁ, ପାର୍ବତୀ ମାତାଙ୍କୁ। ତେଣୁ ଏଇଠି ଆମେ ଦେଖିଲେ ଯେ ଆମେ ହଉଛେ ଯେମିତି ଆମେ ଭାସମାନ ପଦାର୍ଥ। ଆମେ ଦେଖିଥିବେ ନଦୀରେ ବହୁତ ଭାସମାନ ଭାସୁଥିବେ, କେତେ ଗୁଡେ ଜିନିଷ କୁଟା କାଟି ଯାହା ସବୁ ଭାସୁଥିବେ। ଆମେ ଜୀବ ସେଇଭଳିଆ ଭାସମାନ ପଦାର୍ଥ। କେତେବେଳେ ଆମେ ଏକାଠି ହଉଛେ ସେଇ ଭାସମାନ ପଦାର୍ଥ ଭଳିକା। ସେଇ ଭାସମାନ ପଦାର୍ଥ କଣ, ଯେତେବେଳେ ନଦୀରେ ବୋହି ଯାଉଛନ୍ତି କେତେବେଳେ ଏକାଠି ହଉଛନ୍ତି, ପୁଣି କେତେବେଳେ ଅଲଗା ହେଇଯାଉଛି। ସେମିତି ଆମେ କେତେବେଳେ ଏକାଠି ହଉଛେ, ପୁଣି କେତେବେଳେ ଅଲଗା ହେଇଯାଉଛେ। ବସୁଦେବ ମଧ୍ୟ ନନ୍ଦ ମହାରାଜଙ୍କୁ କହୁଛନ୍ତି, କୃଷ୍ଣଙ୍କର ବାପା ବସୁଦେବ ଆଉ ଜଣେ ବାପା ନନ୍ଦ ମହାରାଜଙ୍କୁ ସେ କହୁଛନ୍ତି ଯେ ଆମେ ଦି ଜଣ ଯାକ ସାଙ୍ଗ, ଆମେ ଦି ଜଣ ଯାକ ଭାଇ, ଏକାଠି ରହିବା କଥା, କିନ୍ତୁ ଆପଣ ରହୁଛନ୍ତି ବୃନ୍ଦାବନରେ, ମୁଁ ରହୁଛି ମଥୁରାରେ। ଇଏ ହଉଛି ଭାଗ୍ୟର ବିଡମ୍ବନା ବୋଲିକି ସେ କହୁଛନ୍ତି। ସେ ଚିତ୍ର କର୍ମଣା ବୋଲିକି ସେ ବସୁଦେବ ଗୋଟେ ଶ୍ଲୋକ ବି ସେ କହୁଛନ୍ତି, ଶ୍ଲୋକରେ ବୁଝଉଛନ୍ତି ନନ୍ଦ ମହାରାଜଙ୍କୁ। ସେ କହୁଛନ୍ତି ସେ ଶ୍ଲୋକରେ, ଏଟା ଭାଗବତମରେ ଅଛି 10th କ୍ୟାଣ୍ଟୋରେ, ନୈକତ୍ର ପ୍ରିୟ ସମ୍ଭାଷ ସୁହୃଦಂ ଚିତ୍ର କର୍ମଣାଂ ରୋଗେନ ବିହମାଣାନାଂ ପ୍ଲାବନଂ ସ୍ରୋତସ ଯଥା। ଏଥିରେ ସେ କହୁଛନ୍ତି କଣ ନା ଚିତ୍ର କର୍ମଣା, ଗୋଟେ ୱାର୍ଡ ଏଠି ୟୁଜ ହେଇଛି ଚିତ୍ର କର୍ମଣା, ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏ ଚିତ୍ର କର୍ମଣାର ଅର୍ଥ ହଉଛି ଯେ ଆମେ ପ୍ରତ୍ୟେକ ଗୋଟେ ଗୋଟେ କର୍ମ ଫଳ, ମାନେ ୟୁନିକ୍ କାର୍ମିକ ରିଆକ୍ସନ ଯାହାକୁ ଆମେ କହୁଛେ, ସେ ଆମେ ବୋହିକି ନେଇକି ଚାଲିଛେ। ପ୍ରତ୍ୟେକ ୟୁନିକ୍
मोर जो कर्मफल सी मो पाई जहा ଆଉ ଅନ୍ୟ ପାଇଁ ସେୟା ନୁହେଁ, ଆଉ ଜଣଙ୍କ ପାଇଁ ସେୟା ନୁହେଁ, ତାର କର୍ମଫଳ ସମଥିଙ୍ଗ ସେ ବି ୟୁନିକ୍ ତା ପାଇଁ। ତେଣୁ ପ୍ରତ୍ୟେକ ଆମେ କିଛି ନା କିଛି କର୍ମଫଳ ବୋହିକି ନେଇକି ଯାଉଛେ ଏବଂ ସମସ୍ତ ଏ ହେଉଛି ଚିତ୍ର କର୍ମଣା। ଏବଂ ଏ ଶ୍ଲୋକରେ ସେ କହୁଛନ୍ତି କଣ ନା ନାୟକତ୍ର ପ୍ରିୟ ସମ୍ଭାଷ ସୁହୃଦାମ, ପ୍ରିୟ ସମ୍ଭାଷ ମାନେ ଯୋଉମାନେ ନିଜର ପରିବାରର ଲୋକ ରିଲେଟିଭ ଏବଂ ସୁହୃଦାମ ଯୋଉମାନେ ସାଙ୍ଗ, ସେମାନେ କେବେ ହେଲେ ଏକାଠି ରହିପାରୁନାହାନ୍ତି। କଣ ହଉଛି ନା ସେ କହୁଛନ୍ତି ବୁଝାଉଛନ୍ତି ପ୍ଲାବାନାଂ ସ୍ରୋତସ ଯଥା, ପ୍ଲାବାନାଂ ମାନେ ଭାସମାନ ପଦାର୍ଥ ଯେମିତି ମାନେ ସ୍ରୋତରେ ସ୍ରୋତର ପ୍ରବଳ ଫୋର୍ସରେ ଯେମିତି ବହି ଚାଲିଛନ୍ତି ଏବଂ ବହି ଗଲା ବେଳେ କଣ ହଉଛି ଯେତେ ଭାସମାନ ପଦାର୍ଥ ଯେତେବେଳେ ବହି ଚାଲୁଛନ୍ତି, ଧରନ୍ତୁ ଗୋଟେ ନଦୀର ଗୋଟେ ଘାଟକୁ ଆଉ ଗୋଟେ ଘାଟକୁ ଆପଣ ଲକ୍ଷ୍ୟ କରନ୍ତୁ, ଏ ଘାଟରେ କିଛି ଭାସମାନ ପଦାର୍ଥ ଥିଲେ, ଦେଖିବେ କିଛି ସମୟ ପରେ ସେମାନେ ଗୋଟେ ଘାଟରେ ଏକାଠି ହେଇଯାଇଛନ୍ତି କିଛି ତା ଭିତରୁ, ଏବଂ ସେ ଏକାଠି ହେଇକି କିଛି ବାଟ ଚାଲୁଛନ୍ତି, ଆର ଘାଟରେ ଦେଖିଲା ବେଳକୁ ସେ ଆଉ ଏକାଠି ନାହାନ୍ତି, ସେ ପୁଣି ଡିଫରେଣ୍ଟ ଡାଇରେକ୍ସନରେ ଚାଲିଗଲେଣି। ବସୁଦେବ ସେଇ କଥା କହୁଛନ୍ତି ଯେ ଆମ ଜୀବନଟା ସେଇଭଳିଆ, ଆମମାନଙ୍କର ସବୁ ସେଇଭଳିଆ, ଆମେ କେତେବେଳେ ଏମିତି ଏକାଠି ହଉଛେ, ପୁଣି କେତେବେଳେ ସେପାରେଟ ହେଇଯାଉଛେ, ତାପରେ ଆମର କାହା ସହିତ ସମ୍ପର୍କ ନାହିଁ। ଆମେ ଯେତେବେଳେ ଏକାଠି ହଉଛେ କିଛି ସମୟ ଏକାଠି ରହୁଛେ ଏବଂ ସମ୍ପର୍କ ତାପରେ ରହୁନି, କାହିଁକି ନା ଆମେ ଅଲଗା ହେଇଯାଉଛେ, ଆମର ଡାଇରେକ୍ସନ ଅଲଗା। ଅର୍ଥାତ୍ ତାମାନେ ମୁଁ ଗୋଟେ ପର୍ଟିକୁଲାର କର୍ମ ଫଳ ନେଇକି ଆସିଛି, ଏକ୍ସାମ୍ପଲ ମୁଁ ଦଉଛି, ମୁଁ ଗୋଟେ ପର୍ଟିକୁଲାର କର୍ମ ଫଳ ନେଇକି ଆସିଛି ଏବଂ ମୁଁ ଏ ଶରୀର ଭିତରେ ମତେ ଶରୀର ମିଳିଛି ସେ କର୍ମ ଫଳ ଅନୁସାରେ, ଏବଂ ମତେ ଗୋଟେ ପର୍ଟିକୁଲାର ଜୋଗ୍ରାଫିକାଲ ଲୋକେସନ ଭିତରେ ମତେ ରଖାହେଇଛି, ସେ ଜୋଗ୍ରାଫିକାଲ ଲୋକେସନ ଭଗବାନ ତାକୁ ଚଏସ୍ କରିଛନ୍ତି ଏବଂ ଗୋଟେ ପର୍ଟିକୁଲାର ପରିବାର ଭିତରେ ମତେ ରଖିଛନ୍ତି, ଏବଂ ସେ ପରିବାର ଭିତରେ ମୁଁ କିଛି ଦିନ ରହିବି, ତାର ଫିକ୍ସଡ ପିରିୟଡ, ଏବଂ ସେ ଫିକ୍ସଡ ପିରିୟଡ ଭିତରେ ମୁଁ କିଛି ପର୍ଟିକୁଲାର କାମ କରିବି। ସେମିତି ମୋର ଯିଏ ଭାଇ ଭଉଣୀ ମାନେ ସେମାନେ ତାଙ୍କର କର୍ମ ଫଳ ନେଇକି ସେଇ ପରିବାରକୁ ଆସିଛନ୍ତି, ସେ ଏଭଳିଆ ଯେ ଆମେ ଏକାଠି ହେଇଛୁ, ଏଭଳିଆ କର୍ମଫଳ ଆମମାନଙ୍କର ଯେ ଆମେ ଏକାଠି ହେଇଛୁ, ଏବଂ ଆମର ସେମିତି ଆମମାନଙ୍କର ସ୍ତ୍ରୀ ମଧ୍ୟ କର୍ମଫଳ ଏଇଭଳିଆ ଯେ ସେ ଅନ୍ୟ ଜାଗାରେ ଥିଲେ ମଧ୍ୟ ପୁଣି ଆମେ ଏକାଠି ହେଇଛେ, କିନ୍ତୁ କଣ ହବ ନା ଦିନେ ଦିନେ କିଛି ସମୟ ରହିବା ଏକାଠି, ତାପରେ କଣ ହବ ନା ଆମେ ଡିପାର୍ଟ କରିଯିବା, ଅଲଗା ହେଇଯିବା। କାହିଁକି ନା ଯେତେବେଳେ ଆମର କର୍ମ ଫଳ ସରିଯିବ, ଏବଂ କାହାର କର୍ମ ଫଳ କେବେ ଆଗ ସରିବ କାହାର ପଛରେ ସରିବ ସେଇ ଅନୁସାରେ, ତେଣୁ କର୍ମଫଳ ଆମେ କର୍ମଫଳ ଭୋଗିବାକୁ ଆସିଛେ ଏବଂ କର୍ମଫଳ ଯେତେବେଳେ ସରିଯାଉଛି ଏଡଜଷ୍ଟ ହେଇଯାଉଛି, ସେତେବେଳେ ଆମର ଡାଇରେକ୍ସନ ଚେଞ୍ଜ ହେଇଗଲା। ଆଉ ଆଉ ଯୋଉ ମୋର ଭାଇ ଭଉଣୀ ହଉ ବା ମୋର ସ୍ତ୍ରୀ ହଉ ମୋର ପିଲା ହଉ, ଆଉ କାହା ସହିତ ମୋର ସମ୍ପର୍କ ନାହିଁ, ନା ପୂର୍ବ ଜନ୍ମରେ ଥିଲା ନା ମୋର ପରଜନ୍ମରେ ରହିବ ସମ୍ପର୍କ, ମୁଁ ଖାଲି ଏଇ ଜନ୍ମରେ ସେ କର୍ମ ଫଳକୁ ନେଇକି ଆସିଥିଲି ଗୋଟେ ପର୍ଟିକୁଲାର ପିରିୟଡ ଭିତରେ। ସେଇଥିପାଇଁ ତେଣୁ ଏଇ କର୍ମ ଫଳ ଯୋଗୁ ଆମେ ଏକାଠି ହଉଛେ ପୁଣି ଡିପାର୍ଟ କରୁଛେ। ଯେମିତି ଆପଣ ଦେଖନ୍ତୁ, ଆପଣ ପଢୁଥିଲେ ପ୍ରଥମ ଶ୍ରେଣୀ ଦ୍ଵିତୀୟ ଶ୍ରେଣୀ ତୃତୀୟ ଶ୍ରେଣୀ, ଆପଣ ପ୍ରଥମ ଦ୍ଵିତୀୟ ତୃତୀୟରେ ଯୋଉମାନେ ସବୁ ଥିଲେ ତାଙ୍କ ନାଁ ମନେ ରଖିଛନ୍ତି ମତେ କୁହନ୍ତୁ, ବା ଆପଣ କହିପାରିବେ କେତେ ଜଣଙ୍କ ନାଁ ମନେ ରଖିଛନ୍ତି ଏବଂ କେତେ ଜଣଙ୍କୁ ଆପଣ ଏବେ ଦେଖିଲେ ବି ଚିହ୍ନି ପାରିବେ, ଏବଂ ଯଦି ବା ଆପଣ ଭେଟିବେ କେତେ ଜଣଙ୍କୁ ଭେଟିବା ପାଇଁ ଆପଣ ଇଣ୍ଟରେଷ୍ଟେଡ, ଏବଂ ଯଦି ବି ଭେଟିବେ କେତେ ଜଣଙ୍କ ସାଙ୍ଗରେ ଆପଣଙ୍କର ଥିବ ଏମିତି କିଛି ଟପିକ ଯୋଉଟା କି ଆପଣ ଡିସ୍କସନ କରିବେ। ସେମିତି ଆମ ଜୀବନରେ ବହୁତ ରିଲେଟିଭ ଏମିତି ଅଛନ୍ତି, ଆମ ଅତୀତରେ ଏକାଠି ହେଇଥିଲେ, କିନ୍ତୁ ସମୟକ୍ରମେ ତାଙ୍କ ସହିତ ଆମର ସମ୍ପର୍କ ନାହିଁ। ଏବେ ଯଦି ବି ଆମେ ଭେଟିବା ତାହେଲେ ଏଇଆ ହିଁ ଖାଲି ଆଲୋଚନା ହବ, ଆରେ ଓ ତୁ ମୁଁ ଆଚ୍ଛା ତୁ ଏଡିଟେ ହେଇଥିଲୁ ଏଡ ବଡ ହେଇଗଲା, ଆଚ୍ଛା ଆଚ୍ଛା, ବାସ୍ ସେତିକି, ଆଉ ଟପିକ କିଛି ନଥିବ। ଇଏ ଆମର କାହିଁକି ନା ଆମର ସମ୍ପର୍କ ହିଁ ନାହିଁ, ଆମର ସେତିକି ସମ୍ପର୍କ ଥିଲା, ବାସ୍ ଆମେ ଡିଫରେଣ୍ଟ ଡାଇରେକ୍ସନରେ ଚାଲିଗଲେ, ତାପରେ କିଏ କୋଉ ଡାଇରେକ୍ସନରେ ଚାଲିଗଲେ, ସେମିତି ଫାଇନାଲି ମଧ୍ୟ ଏ ମୃତ୍ୟୁ ପରେ ଆମେ ଡିଫରେଣ୍ଟ ଡାଇରେକ୍ସନରେ ଆମେ ଚାଲିଯିବା। ତେଣୁ ଯେତେବେଳେ ଦୁଇ ଜୀବଙ୍କର ମିଳନ ହଉଛି ସେଟାକୁ ମନେ ରଖନ୍ତୁ, ସେ କ୍ଷଣସ୍ଥାୟୀ, ସେଥିପାଇଁ କଷ୍ଟ ହୁଏ, କ୍ଷଣସ୍ଥାୟୀ ଜିନିଷ ଗୁଡା କଷ୍ଟ, ତାକୁ ଟଲରେଟ୍ କରିବାକୁ ହେଇଥାଏ, କାହିଁକି ନା ସେ କ୍ଷଣସ୍ଥାୟୀ ଜିନିଷ ଆଗମ ଅପାୟୀନ ଅନିତ୍ୟ, ଆସିବେ ଯିବେ ଏବଂ ଠିକିକି ରହିବେନି, ସେମାନେ କ୍ଷଣସ୍ଥାୟୀ।
अनित्य बोलिकी कहउछन। तेणु भगवान कहउछन्ति ताकू टलरेट कर विथ इक्वल विजन एंड पेशेंस, धैर्य रखिकी समदृष्टि देखिकी सुख दुख को ताकू सहन कर। कहीं सहन करवा ना किछि उच्च लक्ष्य हासिल करने तेणु आमको जीवन रे डिसीजन नवा पड़ो। आ डिसीजन टा समस्त अलग अलग भौतिक जगत में रहा बेले डिसीजन टा अलग हो जाऊँगी। गोटे छोट पिलार डिसीजन कौन हम सी गोटे टय किणव, टय कार किणव, से टय कार 10 टଙ୍କା 15 टंकार से नालिया हो कि ब्लू हो ये डिसीजन टा बड़। कि बापार डिसीजन कौन हम, बापार डिसीजन हम से गोटे सत कार किणव जार दाम 10 लक्ष, ये 10 टଙ୍କା बेले तार 10 लक्ष एवं सी पुणी को ब्रांड तेणु गोटे बड़ डिसीजन ताको नवा पड़ो। किंतु ये गोटे साधक जी स्पिरिचुअल सिकर जी माने आध्यात्मिक आत्म अनुभूति पछरे अच्छी ताकू ए दीटा डिसीजन तुच्छ ता आगे कहीं ना से तिष्टिक रही से परमानेंट आनंद पाइबनी। से जो तुर परमानेंट आनंद पाइब से ता पिछा चलो से जानूची साधक जी। से आम देखुचे ये जो डिसीजन मेकिंग ए पृथ्वी रे आम ये जो भौतिक जगत रे थिबा बेले ए डिसीजन मेकिंग टा आम देखुचे जे कोटा भलो कोटा मंद एटा केवल भौतिक जगत रे। किंतु जो स्पिरिचुअल वर्ल्ड बा स्पिरिचुअल लेवल आम यही जगत रे एठी थाई कि आम एतबेले स्पिरिचुअल लेवल रे रहिबा हमर सब जिंस दुनिया रे मंद बोली कि किछि नाही सब भलो। किंतु ये जो भौतिक स्तर रे बा भौतिक जगत रे ए मटेरियली दीटा जिनस द्वंद्व रहिबो भलो आ मंद। दुईटी जेतबेले स्वामी स्त्री जेतबेले एकाठी होउचंदी मिलन होउची तांकू खुशी लागुची सुख आसुची। किंतु जेतबेले डिपार्ट होउचंदी तांकू दुख लागुची। ये होउची भौतिक जगत। जेत एई भौतिक जगत रे मिलनटा भी मध्य दुख केमिति ना जदि गोटे शत्रु हाबुडे आपण पड़गले आपण खाली चाहूवे जे केमती ताठू छुटकारा मिलिबो। कहीं ना जितेबाला से बड़ कष्ट दूसरी से शत्रु से समय से डिस्कसन में कि जितेबाला से चली सेपारेशन टा आपन को सुख दला। तेणु ये मिलन रे सुख दुख विच्छेद सुख दुख दीटा जाक रोच भौतिक जगत। किंतु सबु जिनस भल होउची कोठी आध्यात्मिक जगत रे सेठी भक्त आ भगवान जेतबेले मिलन होउची से जेतबेले मिलन टा जेतिकी खुशी सेपारेशन टा सेतिकी खुशी। ये होउची भौतिक जगत ए आध्यात्मिक जगत। सेतिपाई आमको सेठी चेष्टा करने को पड़ो। आ ये होउची उच्च गति से भगवान कहउचंदी टलरेट एवं कहउचंदी जीवन रे से गोटे बड़ कथा ये कहले जीवन माने बहुत बड़ जिनस कौन जीवन लक्ष्य कौन आमर जीवन लक्ष्य होउची आमर से उच्च लक्ष्यटा प्राप्त करवा ब्रेकिंग साइकिल ऑफ बर्थ एंड डेथ जन्म मृत्यु चक्र को समाप्त करिकी भगवान को पाखु चली जावा यही तो मुक्ति। एवं आमे आमर स्वरूप फेरी पाइबा। आमर स्वरूप होउची कौन कृष्णर नित्य दास। जीवर स्वरूप है कृष्णर नित्य दास। आमे होचे तार तांकर सेवक। आमे से सर्विटर आज इटर्नल सर्विटर आमे पुणी से रहिबा सच्चिदानंद शरीर रे आमे भगवान सेवा करिकी सेठी परम आनंद सुख पाइबा। आमे जदि फेरी जा सेति पई भगवान कहउचंदी जीवन लक्ष्य एठी से कहिदेले मुक्ति। ये जीवन ए जो जन्म मृत्यु चक्र को काटिबा को पड़िबो। ये किंतु तब काटिबा गले फॉर्मूला कौन भगवान भी निजे दौरान से फॉर्मूला से कौन कहते प्रथम जिनस दृढ़ संकल्प दृढ़व्रता जो आमे जो साधना करिबा बा आध्यात्मिक जीवन बा आत्मा अनुभूति पाई आमे प्रचेष्टा करिबा सेथरे हमर डिटरमिनेशन रहिबा दरकार। मुझे साधना करी मुझे सका उठिकी हरे कृष्ण महामंत्र जप न कली एवं मुझे 16 माला पर्यंत उत्तीर्ण होगापी चेष्टा न करुँच दृढ़व्रता नुहे। या नुहे कि मुझे एका दिन में 16 माला करदे पारि मु तो चेष्टा करी ना आज 1 माला 2 माला 3 माला जहाँ भी हो किछिटा कली आरंभ कली एवं मु देखी 15 दिन 20 दिन बा मासे पर आ गोटे माला कि 2 माला बढ़ेगा चेष्टा करी जहाँ बढ़ेली पुणी से रही आ तल को खसबिनी आस्ते 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 बढ़े मत 16 माला पहुंचा कहीं भगवान कहते
ମାନେ ତାଙ୍କ ଏଇଟା ଆମେ ଆଲୋଚନା କରିବା ଏଇଟା ପ୍ରଥମ କାରଣ ସେ କହୁଛନ୍ତି ଯେ ଆମକୁ ଦୃଢ଼ତା ହବା ଦରକାର ଏବଂ ସାଧନା ଯୋଉଟା ସ୍ପିରିଚୁଆଲ ପ୍ରାକ୍ଟିସ ଯୋଉଟା ଆମେ କରିବା ସେଟାରେ ଆମର ଡିଟରମିନେସନ ରହିବା କଥା ନମ୍ବର ୱାନ୍। ନମ୍ବର ଟୁ, ଆମକୁ ସମଦୃଷ୍ଟିରେ ଧୈର୍ଯ୍ୟର ସହିତ ଦ୍ୱନ୍ଦ୍ୱ ଜିନିଷକୁ ଦୁନିଆର ଯୋଉ ଦ୍ୱନ୍ଦ୍ୱ ତାକୁ ଆମକୁ ସହିବାକୁ ପଡିବ, ଟଲରେଟ୍ କରିବାକୁ ପଡିବ। ଇଏ ହଉଛି ଫର୍ମୁଲା, କିନ୍ତୁ ଏତେ ସହଜ ନୁହଁ ଟଲରେଟ୍ କରିବା। ତାର ବି ଉପାୟ ଭଗବାନ ବତେଇଛନ୍ତି, ଆଗକୁ ଯାଇକି କହିବେ ଯେ ପରମ ଦୃଷ୍ଟ୍ୱା ନିବର୍ତ୍ତନ୍ତେ। ତମେ କରିପାରିବନି ନିଜେ କେବେ ହେଲେ ଏଇ ଯୋଉ ଚେଷ୍ଟା କରିକି ୟାକୁ ତମେ କଣ୍ଟ୍ରୋଲ କରିପାରିବନି, ଟଲରେଟ୍ ଟାକୁ ତମେ କଣ୍ଟ୍ରୋଲ କରିପାରିବନି। ସହିଯା କହିଦେଲେ ସମ୍ଭବ ନୁହେଁ। ସେ କହୁଛନ୍ତି ପରମ ଦୃଷ୍ଟ୍ୱା, ଯେତେବେଳେ ତମେ ଗୋଟେ ଉଚ୍ଚ ସ୍ୱାଦ ପାଇବ, ହାୟର ଟେଷ୍ଟ, ସେତେବେଳେ ତମେ ଏ ଜିନିଷ କରିବାରେ ସମ୍ଭବ ହବ। ସେ ହାୟର ଟେଷ୍ଟ ହଉଛି କିଏ, କଣ? ସେ କହୁଛନ୍ତି ଦାଟ ହାୟର ଟେଷ୍ଟ ଇଜ ମି। ଭଗବାନ କହୁଛନ୍ତି ସେ ହଉଛି ମୁଁ। ଯେତେବେଳେ ମତେ ତମେ ପାଇବ, ଅର୍ଥାତ ଆତ୍ମ ଅନୁଭୂତି ହେଇଗଲା ଏବଂ ଜାଣିଲ ଯେ ମୋ ସହିତ କଣ ସମ୍ପର୍କ, ଏବଂ ତାପରେ ତାହେଲେ ଆତ୍ମା ଅନୁଭୂତି ପାଇଁ ଆମକୁ କଣ କରିବାକୁ ପଡିବ? ଯଦି ସେଇ ଟେଷ୍ଟଟା ଉଚ୍ଚ ସ୍ୱାଦଟା ପାଇବା ଦରକାର, ତାହେଲେ ତା ପାଇଁ ଆମକୁ କଣ କରିବାକୁ ପଡିବ? ନିଜେ ବି ଭଗବାନ କହୁଛନ୍ତି ସବୁ ଆମେ କିଛି ଜାଣିନେ, ସବୁ ଭଗବାନ ବତେଇ ଦେଇକି ଯାଉଛନ୍ତି ଭକ୍ତ୍ୟା ମାଂ ଅଭିଜାନନ୍ତି। କେବଳ ଭକ୍ତି ଦ୍ୱାରା। ଆଉ ଭକ୍ତିର ହଉଛି ପ୍ରଥମ ଇମ୍ପୋର୍ଟାଣ୍ଟ ଅଙ୍ଗ ଦୁଇଟି, ଶ୍ରବଣ କୀର୍ତ୍ତନ। ଯୋଉଟା ବର୍ତ୍ତମାନ କରୁଛନ୍ତି ଏଟା ଶ୍ରବଣ। ଭଗବାନଙ୍କ ବିଷୟରେ ଆମେ ଶୁଣୁଛେ, ତାଙ୍କ ମେସେଜକୁ ଆମେ ବୁଝିବାକୁ ଚେଷ୍ଟା କରୁଛେ, এটা শ্রবণ। কীর্তন হচ্ছে জপ। হরে কৃষ্ণ 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 হরে হরে, হরে রাম 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 হরে হরে। এই মহামন্ত্র, এই দুইটি ହିଁ ଆମକୁ ନେଇଯିବ ଭଗବାନଙ୍କ ପାଖକୁ। এই ଦୁଇଟି କେବଳ ପ୍ରାକ୍ଟିସ କଲେ, ଯଦିଓ ଭକ୍ତିର 9ଟି ଅଙ୍ଗ ଅଛି, ଏ ଦିଟା ମଧ୍ୟ ଯଦି ଆମେ ୱିଥ ଡିଟରମିନେସନ ଏବଂ ବହୁତ ମାନେ ୱିଥ କ୍ୱାଲିଟି ଆଣ୍ଡ କ୍ୱାଣ୍ଟିଟି ଆମେ ଯଦି କରିବା, ମଧ୍ୟ ବହୁତ ବଡ଼ ଜିନିଷ ଆମେ ଜୀବନରେ ହାସଲ କରିପାରିବା। ଇଏ ହେଉଛି ଭଗବାନଙ୍କର ଇଏ। ସେଥିପାଇଁ ଭଗବାନ ଆଗରେ ବି ଯାଇକି କହୁଛନ୍ତି, ଏମ୍ଫାସିସ୍ ଦେଇଛନ୍ତି, ସତତଂ କୀର୍ତ୍ତୟନ୍ତୁ ମାମ୍। ସବୁବେଳେ ମୋରି ଭଜନ କର, ମୋରି ଜପ କର। ନିଜେ ଭଗବାନ କହୁଛନ୍ତି, ଆଉ ଉପାୟ ନାହିଁ। ଚୈତନ୍ୟ ମହାପ୍ରଭୁ ବି ସେୟା କହିଥିଲେ, କୀର୍ତ୍ତନୀୟ ସଦା ହରି। କିନ୍ତୁ ଆମର ଗୁରୁଦେବ ଆମକୁ କହିଛନ୍ତି ଯେ ତମେ ତ ପାରିବନି, ବଦ୍ଧ ଜୀବ ତମେ କଳି ଯୁଗରେ, ତେଣୁ ତମେ ସବୁବେଳେ କରିପାରିବନି, କିନ୍ତୁ ଦିନ ଭିତରେ 16 ମାଲା କରିବାକୁ ଚେଷ୍ଟା କର, ତାହେଲେ ସମ୍ଭବ, ତମେ ଯାଇପାରିବ वापस बैक टू गॉड हेड। ये हूँ 15 नंबर श्लोक, जोटी भगवान कहीदेले जे सुख दुख ताकू केबे हेले आमे निज लेवल रे मैनेज करि परिबानी, आम हाथ रे नाही, करवा कष्ट। भगवान कहउचंती सही सहीबा को चेष्टा कर, एवं केमिति सहीबी मु, सहिले तो मते मुक्ति मिलिबो, किंतु सेति पई सहीबा को हेले मते भगवानकर सहारा नबाकू पडुची। ସହିବି, ସାହାରା ନେଲି, ଭକ୍ତି କଲି, ଏବଂ ସେଇ ଭକ୍ତି ମାଧ୍ୟମରେ ମୁଁ ଭଗବାନ ପାଖକୁ ଚାଲିଯିବି, ମୋର ନିଜର ସ୍ୱରୂପ ମୁଁ ଫେରି ପାଇବି। ଇଏ ହେଲା ଆମର 15 ନମ୍ବର ଶ୍ଲୋକ। କାହାର କିଛି ଡାଉଟ ଅଛି? ଆଉ ଆମେ ଯିବାନି 16 ନମ୍ବରକୁ ଯିବାନି। ତେବେ ଭଗବାନ ଏଠି ଯେମିତି ଅର୍ଜୁନଙ୍କର ଆମେ ମାନେ କଣ୍ଟିନ୍ୟୁଅସ୍ ତାଙ୍କର ଯୋଉ ଡାଉଟ କଣ, ଯେ ଏଇ ଯୋଉ ମାନେ ତାଙ୍କର ଯୋଉ ପରିବାର, ସେ ପରିବାର ଏଇଟା ବ୍ୟାକଗ୍ରାଉଣ୍ଡ ତ ଏଇଆ ନା, ପରିବାର ଲୋକ ଯୋଉମାନେ ବିଶେଷ କରିକି ବୟୋଜ୍ୟେଷ୍ଠ ବ୍ୟକ୍ତି ଭୀଷ୍ମ ଦ୍ରୋଣ ଏମାନଙ୍କୁ ମାରିବା ପାଇଁ ସେ କୁଣ୍ଠାବ କରୁଛନ୍ତି। କାହିଁକି ନା ତାଙ୍କୁ କଷ୍ଟ ହଉଛି, ତାଙ୍କ ନିଜର ଲୋକ, ରକ୍ତର ସମ୍ପର୍କ। ସେଥିପାଇଁ ଯେତେବେଳେ ସେ ମାରିବାକୁ ଚାହୁଁନାହାନ୍ତି, ଭଗବାନ ତାଙ୍କୁ ସେଇ ଆତ୍ମଜ୍ଞାନ ବା ଯାହା ଆମେ କହୁଛେ ଜ୍ଞାନ ବୋଲିକି ସେ ଦେଇ ଚାଲିଛନ୍ତି। ପ୍ରଥମେ କଣ କହିଲେ? ଜ୍ଞାନର ପ୍ରଥମ ସୋପାନରେ ସେ କହିଲେ ଯେ ଯିଏ ମରିଯାଏ ବା ବଞ୍ଚିଥାଏ ତା ପାଇଁ ଆମେ ଶୋକ କରୁନା। କାହିଁକି କରୁନା? ଜୀବ ମୃତ୍ୟୁ ଲୋକ ପାଇଁ କାହିଁକି ଶୋକ କରିବାନି? କାହିଁକି ନା ଆମେ ମରୁନେ। 12 ନମ୍ବର ଶ୍ଲୋକରେ କହିଲେ ଆମେ ଇଟର୍ନାଲ, ଶାଶ୍ୱତ। ତାହେଲେ ମୃତ୍ୟୁ କଣ? 13ରେ କହିଲେ ଶରୀରର ପରିବର୍ତ୍ତନ।
ପାଇଁ ଅର୍ଜୁନ ପଚାରି ପାରନ୍ତି ଶରୀର ପରିବର୍ତ୍ତନଟା ମତେ କଷ୍ଟ ଦଉଛି, କାରଣ ମୋର ସେଇ ଶରୀର ସହିତ ସମ୍ପର୍କ ଥିଲା। ସେଥିପାଇଁ କହୁଛନ୍ତି ଯେ ଉପାୟ ନାହିଁ, ଟଲରେଟ୍। ଯଦି ଟଲରେଟ୍ କରିପାରିବ, ଅର୍ଜୁନଙ୍କୁ କହୁଛନ୍ତି, ତାହେଲେ ତମେ ମୁକ୍ତି ପାଇବ। এই ସନ୍ଦେଶ ଦଉଛନ୍ତି ଭଗବାନ ଏଇ ଶ୍ଲୋକରେ। 15 ନମ୍ବର ଶ୍ଲୋକ, 14, 15 ଦିଟାକ ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ। ଏପର୍ଯ୍ୟନ୍ତ ସୁଦ୍ଧା ଯେତେ ଆମେ କରିଛେ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, କାରଣ ଜୀବନର ଲକ୍ଷ୍ୟ ବିଷୟରେ ଭଗବାନ କହିଲେ। ହରେ କୃଷ୍ଣ, ଆଜି ଏତିକିରେ ରହିବା। ବୁଧବାର ଦିନ ପୁଣି ଆମେ ଏକାଠି ହବା। गृतराज श्रीमद् भगवद गीता की जय। श्रीला प्रभुपाद की जय। गौर भक्त वृंद की जय। हरे कृष्ण।